ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଦିବ୍ୟ ଆପଣମାନଙ୍କ ପାଇଁ ଏକ ଜବ୍ର ଅପଡ଼େଟ୍ ନେଇ ଆସିଛି। ତ ଯେଉଁ ଜବ୍ର ନାମ ରହିଛି ଓଡ଼ିଶା ଗ୍ରାମ ରୋଜଗାର ସେବକ। ତ ଯେଉଁ ଜବ୍ଟି ଆପଣମାନେ ଜାଣିଥିବେ ବର୍ତ୍ତମାନ ତାହାର ଏପ୍ଲାଇଟି ଚାଲିଛି ଏବଂ ବହୁତ ଡିଷ୍ଟ୍ରିକ୍ଟରେ ମଧ୍ୟ ଏହାର ନୋଟିଫିକେସନ୍ ଆସିଯାଇଛି। ପ୍ରାୟତଃ 17ଟି ଜିଲ୍ଲାରେ ଏହି ଜିଆର୍ଏସ୍ର ନୋଟିଫିକେସନ୍ଟି ଆସିଯାଇଛି। ତ ଆପଣମାନେ କେଉଁ ଜିଲ୍ଲାରୁ ବିଲଙ୍ଗସ୍ କରୁଛନ୍ତି ତ ଆପଣମାନେ କମେଣ୍ଟ ସେକ୍ସନରେ ମୋତେ ଜଣାଇବେ। ଏବଂ ଆପଣମାନେ ଯଦି ଆପ୍ଲାଏ କରିନାହାନ୍ତି ତ ଜଲ୍ଦି ଆପ୍ଲାଏ କରିନେବେ। ସାଙ୍ଗମାନେ ଆପଣମାନେ ଜାଣିଛନ୍ତି ଏହି ଜିଆର୍ଏସ୍ ଜବ୍ଟି ପୋଷ୍ଟାଲ ଜବ୍ ଭଳିଆ କେବଳ ମାର୍କ ସିଲେକ୍ସନରେ ନିଆଯାଏ। ଆପଣମାନଙ୍କର ଓଡ଼ିଶା ପୋଷ୍ଟାଲ ଜିଡ଼ିଏସ୍ ଜବ୍ରେ ଯେମିତି 10 କ୍ଲାସ୍ ମାର୍କକୁ କେବଳ ଭିତ୍ତି କରି ସିଲେକ୍ସନ୍ଟି ହୋଇଥାଏ, ଏହି ପଞ୍ଚାୟତ ଜିଆର୍ଏସ୍ ଜବ୍ରେ ମଧ୍ୟ ସେହିଭଳି ଆପଣମାନଙ୍କର 10 କ୍ଲାସ୍ ଏବଂ +2 ମାର୍କ ଦୁଇଟାକୁ ମିଶିକି ଆପଣଙ୍କର ଯଦି ପରସେଣ୍ଟେଜ୍ 120 ଉପରକୁ ଥିବ ତା ଆପଣମାନେ ଆପ୍ଲାଏ କରନ୍ତୁ, ପାଇବେ। ଏହି ଜିଆର୍ଏସ୍ ଜବ୍ଟି ନିଜ ଡିଷ୍ଟ୍ରିକ୍ଟର ପିଲା ନିଜ ଡିଷ୍ଟ୍ରିକ୍ଟରେ ହିଁ କେବଳ ଆପ୍ଲାଏ କରିପାରିବେ ଏବଂ ଆପଣ ନିଜ ପାଖ ଗ୍ରାମ ପଞ୍ଚାୟତରେ ଯଦି ମାର୍କ ଆପଣ ଭଲ ରଖୁଛନ୍ତି ତାହେଲେ ଆପଣ ନିଜ ଗ୍ରାମ ପଞ୍ଚାୟତରେ ମଧ୍ୟ ସିଲେକ୍ସନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସାଙ୍ଗମାନେ ଆପଣମାନେ ଯଦି ଦଶମ ଏବଂ +2 ଉଭୟ କେବଳ ପାସ୍ କରୁଛନ୍ତି ତ ଆପଣମାନେ ଆପ୍ଲାଏ କରିପାରିବେ। ତ ଓଡ଼ିଶାର ଯେଉଁ ଭାଇ ଓ ଭଉଣୀମାନଙ୍କର ବୟସ 18ରୁ 40 ବର୍ଷ ମଧ୍ୟରେ ହୋଇଥିବ ସେମାନେ ସମସ୍ତେ ଆପ୍ଲାଏ କରିପାରିବେ ଏବଂ SC/BC SC ST କ୍ୟାଟାଗୋରିର ପିଲାମାନଙ୍କ ପାଇଁ ଏଜ୍ ରିଲାକ୍ସେସନ୍ ରହିଛି 5 ବର୍ଷ ଏବଂ PWD ଭାଇ ଭଉଣୀମାନଙ୍କ ପାଇଁ ଏଜ୍ ରିଲାକ୍ସେସନ୍ ରହିଛି 10 ବର୍ଷ। ଆପ୍ଲାଇଟି ଆପଣଙ୍କର ସମ୍ପୂର୍ଣ୍ଣ ଅଫଲାଇନ୍ ମଧ୍ୟରେ ହେବ ଏବଂ ଏଥିପାଇଁ ଆପ୍ଲାଇର କୌଣସି ଫି ମଧ୍ୟ ନାହିଁ। ଆପଣମାନେ ପୋଷ୍ଟାଲ ମାଧ୍ୟମରେ ଏହି ଫର୍ମଟିକୁ ଫିଲ୍ଅପ୍ କରି ନିଜର ସମସ୍ତ ଡକୁମେଣ୍ଟ ସାଙ୍ଗରେ ଆପଣମାନେ ପୋଷ୍ଟ ଅଫିସ୍ ମାଧ୍ୟମରେ ଜିଲ୍ଲା ପରିଷଦ ନିଜ ନିଜ ଡିଷ୍ଟ୍ରିକ୍ଟର ଜିଲ୍ଲା ପରିଷଦ ଆଡ୍ରେସ୍କୁ ଆପଣମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆପଣମାନେ ଆପ୍ଲାଏ କରିନେବେ। ତ ସାଙ୍ଗମାନେ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଏହି ଜିଆର୍ଏସ୍ ଜବ୍ଟି ବାହାରୁଛି ତ ଆପଣମାନେ ଜାଣିପାରୁନାହାନ୍ତି ତ କେମିତି ଜାଣିବେ ଆପଣଙ୍କର ଡିଷ୍ଟ୍ରିକ୍ଟରେ ଏହି ଜିଆର୍ଏସ୍ ଜବ୍ଟି ଆସିଛି କି ନାହିଁ ତାହା ଆସନ୍ତୁ ମୁଁ ଆପଣମାନଙ୍କୁ ଜଣାଇଦେବି ଯେ କେମିତି ଆପଣମାନେ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଯେଉଁ କିଛି ବି ଡିଷ୍ଟ୍ରିକ୍ଟ ଲେଭେଲର ଜବ୍ ଆସିଛି ତାହା ଆପଣମାନେ କେମିତି ଚେକ୍ କରିବେ। ପ୍ରଥମେ ଆପଣ ଗୁଗୁଲ୍ କିମ୍ବା କ୍ରୋମ୍ରେ ଜିଲ୍ଲା ପରିଷଦ ମୟୂରଭଞ୍ଜ କିମ୍ବା DM ମୟୂରଭଞ୍ଜ କରି ଟାଇପ୍ କରିଦେବେ। DMର ଅର୍ଥ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍। ତ ଆପଣମାନଙ୍କର ଜିଲ୍ଲା ଲେଭେଲରେ ଯେକୌଣସି ଜବ୍ ଆସେ ତାହା ଡିଷ୍ଟ୍ରିକ୍ଟ କଲେକ୍ଟର ବା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ଙ୍କର ୱେବସାଇଟ୍ରେ ଅପଲୋଡ଼ ହୁଏ। ତ ଆପଣମାନେ ଜିଲ୍ଲା ପରିଷଦ ମୟୂରଭଞ୍ଜ କରି ଏମିତି କିଛି ଟାଇପ୍ କରିନେବେ। ତ ଆପଣଙ୍କୁ ଜାଣିବା ପାଇଁ ମୁଁ କେବଳ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଆପଣମାନଙ୍କୁ ଗୋଟିଏ ଏକ୍ଜାମ୍ପଲ୍ ଦେଇ ବୁଝାଉଛି। ତ ଆପଣମାନେ ଏମିତି କିଛି କରି ସର୍ଚ୍ଚ କରିନେବେ। ସର୍ଚ୍ଚ କରିନେଲା ପରେ ପ୍ରଥମ ଯେଉଁ ୱେବସାଇଟ୍ଟି ଆସିବ ସେଇଟା ହେଉଛି ଜିଲ୍ଲା ପରିଷଦର ଅଫିସିଆଲ୍ ୱେବସାଇଟ୍। ଆପଣମାନେ ଏଠାରେ କ୍ଲିକ୍ କରିନେବେ। ତାପରେ ଏଇଟା ଆପଣଙ୍କର ମୟୂରଭଞ୍ଜ ଜିଲ୍ଲାର ୱେବସାଇଟ୍ଟି ଆପଣମାନଙ୍କର ଓପନ୍ ହୋଇଗଲା। ତ ତାପରେ 3 ଡଟ୍ ଉପରେ ଆପଣମାନେ କ୍ଲିକ୍ କରିବେ। ତାପରେ ଏଠି ଯେଉଁ ନୋଟିସ୍ରେ ଆପଣମାନେ କ୍ଲିକ୍ କରିବେ, ରିସେଣ୍ଟ କର ନୋଟିସ୍ ଅଛି ଦେଖିବା ପାଇଁ। ତ ଏଇ ନୋଟିସ୍ରେ କ୍ଲିକ୍ କରିବେ। ତ କ୍ଲିକ୍ କଲା ପରେ ଆପଣମାନେ ଏଇ ରିକ୍ୱାରମେଣ୍ଟରେ ଅପସନ୍ରେ କ୍ଲିକ୍ କରିବେ। ତ ଆପଣମାନେ ଦେଖୁଛନ୍ତି ଯେ ଏଇ ରିକ୍ୱାରମେଣ୍ଟରେ କ୍ଲିକ୍ କଲା ବେଳକୁ ତଳକୁ ଅଟୋମେଟିକ୍ ଆପଣଙ୍କର ଯେତେ ସବୁ ନୋଟିଫିକେସନ୍ ଆସିଛି ତ ଶୋ କରିଗଲା। ତ ଜିଲ୍ଲା ପରିଷଦ ତରଫରୁ ରିସେଣ୍ଟ ଆସିଛି ନୋଟିଫିକେସନ୍ ଜିଲ୍ଲା ପରିଷଦର ଇନଭାଇଟେସନ୍ ଅଫ୍ ଆପ୍ଲିକେସନ୍ ଫର୍ ଦି ରିକ୍ୱାରମେଣ୍ଟ ଅଫ୍ ଗ୍ରାମ ରୋଜଗାର ସେବକ ଅନ୍ ଦି ବେସିସ୍ ଅଫ୍ ଅଣ୍ଡର ମନରେଗା ଇନ୍ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ। ତ ଆପଣମାନେ ଏହାର PDF ଟି କେମିତି ଡାଉନଲୋଡ଼ କରିବେ, ଏଇଠି ଯେଉଁ ରାଇଟ୍ ସାଇଡ଼୍ରେ ଅଛି ଡକୁମେଣ୍ଟରେ ଆପଣମାନେ କ୍ଲିକ୍ କରିଦେବେ। ତ କ୍ଲିକ୍ କଲା ପରେ ଆପଣମାନଙ୍କର PDF ଟି ଡାଉନଲୋଡ଼ ହୋଇଯିବ। ତ ଏଇଟା ମୁଁ କେବଳ ମୟୂରଭଞ୍ଜ ଜିଲ୍ଲାରେ ଦେଖେଇଲି। ତ ଆପଣମାନେ ଯେଉଁ ଜିଲ୍ଲାରୁ ବିଲଙ୍ଗସ୍ କରୁଛନ୍ତି ଆପଣମାନେ ଏମିତି ଜିଲ୍ଲା ପରିଷଦ ବାଲେଶ୍ୱର, ଜିଲ୍ଲା ପରିଷଦ କୋରାପୁଟ, ଜିଲ୍ଲା ପରିଷଦ କଳାହାଣ୍ଡି ଏମିତି ସବୁ ଟାଇପ୍ କରି ଆପଣମାନେ ନିଜ ମୋବାଇଲ ମଧ୍ୟରେ ଡାଉନଲୋଡ଼ କରିପାରିବେ। ସାଙ୍ଗମାନେ ବର୍ତ୍ତମାନ ଯେଉଁ ସବୁ ଜିଲ୍ଲାରେ এই ଜିଆର୍ଏସ୍ ଜବ୍ଟି ବାହାରିଛି ତାହା ଆପଣମାନଙ୍କୁ ମୁଁ ଜଣାଇ ଦେଉଛି ଯେ ପୁରୀ ଜିଲ୍ଲାରେ 182ଟି এই ଜିଆର୍ଏସ୍ ପଦବୀ ଆସିଛି। ସୁବର୍ଣ୍ଣପୁର ଅର୍ଥାତ୍ ସୋନପୁର ଜିଲ୍ଲା ପାଇଁ 63ଟି ପଦବୀ ଆସିଛି। ମୟୂରଭଞ୍ଜ ଜିଲ୍ଲା ପାଇଁ ସର୍ବାଧିକ 355ଟି ଜିଆର୍ଏସ୍ ପଦବୀ ଆସିଛି। ବାଲେଶ୍ୱର ପାଇଁ 327ଟି ପଦବୀ ଆସିଛି। ଗଞ୍ଜାମ ପାଇଁ 375ଟି ପଦବୀ ଆସିଛି। ନୂଆପଡ଼ା ପାଇଁ 63ଟି ପଦବୀ ଆସିଛି। କୋରାପୁଟ ପାଇଁ 156ଟି ପଦବୀ ଆସିଛି। ନୟାଗଡ଼ ପାଇଁ 156ଟି ଆସିଛି। ଜଗତସିଂହପୁର ପାଇଁ 172ଟି ଆସିଛି। ଝାରସୁଗୁଡ଼ା ପାଇଁ 68ଟି ଆସିଛି। ବୌଦ୍ଧ ପାଇଁ 45ଟି ଆସିଛି। କଳାହାଣ୍ଡି ଜିଲ୍ଲା ପାଇଁ 234ଟି ପଦବୀ ଆସିଛି। ଗଜପତି ଜିଲ୍ଲା ପାଇଁ 69ଟି ଜିଆର୍ଏସ୍ ପଦବୀ ଆସିଛି ଏବଂ କେଉଁଝର ଜିଲ୍ଲା ପାଇଁ 266ଟି ଜିଆର୍ଏସ୍ ପଦବୀ ଆସିଛି। ମାଲକାନଗିରି ଜିଲ୍ଲା ପାଇଁ 88ଟି ଜିଆର୍ଏସ୍ ପଦବୀ ଆସିଛି। ବୌଦ୍ଧ ଜିଲ୍ଲା ପାଇଁ 45ଟି ଜିଆର୍ଏସ୍ ପଦବୀ ଆସିଛି। ଦେବଗଡ଼ ଜିଲ୍ଲା ପାଇଁ 50ଟି এই ଜିଆର୍ଏସ୍ର ପଦବୀ ଆସିଛି। ତ ସାଙ୍ଗମାନେ ମୁଁ ଆପଣମାନଙ୍କୁ ଏଇ ସବୁ ଡିଷ୍ଟ୍ରିକ୍ଟରେ ଜିଆର୍ଏସ୍ ବାହାରିଛି ବୋଲି କହିଦେଲି। ତ ଆପଣମାନେ ନିଜ ନିଜ ଜିଲ୍ଲାର ୱେବସାଇଟ୍ ଭିଜିଟ୍ କରି ଆପଣମାନେ ଲାଷ୍ଟ ଡେଟ୍ କେବେ ଏବଂ ଆପ୍ଲାଏ ଡେଟ୍ କେବେଠୁ ଷ୍ଟାର୍ଟ ହେଉଛି ତାହା ଆପଣମାନେ ଦେଖିନେବେ ଏବଂ ଜଲ୍ଦି ହିଁ ଆପ୍ଲାଏ କରିନିଅନ୍ତୁ। ତ ଏହି ଜିଆର୍ଏସ୍ ଜବ୍ ପାଇଁ କ'ଣ ସବୁ ଇଲିଜିବିଲିଟି କ୍ରାଇଟେରିଆ ଥାଏ, ଦରମା କେତେ, କେମିତି ଆପ୍ଲାଏ କରିବା ତାହା ସବୁ ଡିଟେଲ୍ସ ଏଇ ଗୋଟିଏ ଭିଡ଼ିଓ ମାଧ୍ୟମରେ ଜାଣିବା।
तो चैनल टी जदि प्रथम थर विजिट करेंगे चैनल टी सब्सक्राइब करने को भूलिए ना। एमती इनफॉर्मेटिव वीडियो मो चैनल माध्यम पाइपर। तो समस्त को रिक्वेस्ट चैनल टी सब्सक्राइब करने सहित पाखे ଥିବା बेल आइकन टी दबाई देवे और ऑल रे सेट करदे। तो एबे आसंतु जानिबा यार दरमा। तो आपण मानक मु कहि रखुची जे जीआरएस जॉब टी एक कॉन्ट्रैक्चुअल जॉब आपण माने जानिचंती जार रिन्युअल प्रति वर्ष आपण मानक करबा पई पड़े। तो आपण को जिला परिषद जदि चाहिबो तो आपण को गोटे वर्ष पर से चाकरी रू काढ़ी पारिबे। तांकर संपूर्ण पावर रही आपण वर्किंग एक्सपीरियंस एवं एबिलिटी उपरे आपणकर चाकरी रिन्यू निर्भर करे। तो आपण मैंने जदि कंटिन्यू ये जीआरएस जॉब 6 वर्ष रिन्यू कर रही जाउछंती तो आपण मैंने अकाउंट कम डीओ पदवी रे नियुक्ति पाई पारिबे सीधा जाई ब्लॉक ऑफिस रे। एवं आपण मानकर सेते बेले दरमा 13,000 ରୁ 15,000 मध्य रहिबो। किंतु वर्तमान रो जीआरएस दरमा रही आपण मानक पई 8,500। तो प्रथम नुआ करी जते बेले जीआरएस जॉब टी पाइबे प्रथम वर्ष प्रत्येक मास पाइबे 7,000 तापर आपण मानकर इनक्रीज होई 8,500 लेखाय मिलिबो। एवं गोटे एक्स्ट्रा भत्ता आकार रे आपण को 1,000 टंका मिले। तो जोंटा कि आपण सर्वमोट गोटे वर्ष प्रथम वर्ष कहवा को गले आप 9,000 लेखाएं पाइबे। तो ये जीआरएस जॉब रे आपण माने जानिथिबे तो ये ऊपर इनकम मध्ये किछि भलो थाए। तो एटा कहवा कथा नुहे आपण माने जानिथिबे। तो ये जीआरएस जॉब आपण 8-9,000 रे काम करी मध्ये 15-20,000 टंका लेखाए बहुत जीआरएस कमाउचंती। तो इलिजिबिलिटी क्राइटेरिया कहले मु आपण को प्रथम रो कहि सारिछि जे आपण 10वीं एवं +2 पास करिथिबे आवश्यक। तो आपण माने उड़िया फ्रिक्वेंटली कहि पारुथिबे पढ़ी पारुथिबे। तो ये जीआरएस जॉब पई आपण को एक कंप्यूटर सर्टिफिकेट आवश्यकता अछि। तो से कंप्यूटर सर्टिफिकेट टी जे कोनसी इन्स्टिट्यूट हेले हबो नाही आपण गवर्नमेंट एफिलिएट थिबा इन्स्टिट्यूशन रो आनिथिबा पई पड़िबो। तो जोंटा कि ओ लेवल रो होइथिबो नचेत आपणकर बीसीए पीजीडीसीए एमसीए बीटेक रो इत्यादि सर्टिफिकेट थिले मध्ये आपण मानको पई चलिबो। आपण माने एटी आ गुटिए गुरुत्वपूर्ण कथा नोटिस करिवे जे आपण मानको कंप्यूटर रे उड़िया टाइप मध्ये जणा थिबा आवश्यक। तो एज लिमिट रे तो मु आपण मानको कहि सारिछि जे आपण 18 ରୁ 40 वर्ष एज होइतले आपण माने अप्लाई करि परिबे। एससी एसटी एससीबीसी एवं वुमेन कैटेगरी को पई 5 इयर एज रिलैक्सेशन रहउछि एवं पीएच कैंडिडेट मानको पई 10 इयर एज रिलैक्सेशन रहउछि। तो सिलेक्शन क्राइटेरिया बा चयन आपण केमिति चयन हेबे जदि देखिया पई जिबा तो आपण गुटिए पोस्ट उपरे सर्वाधिक नंबर रखिथिया पिला को सेठारे चयन करा जो अर्थात 10 क्लास एवं +2 रे आपण माने जदि जते अधिक भल मार्क रखुचंती ताहाले आपण मानकर सिलेक्शन सेते पका होई जिवो। तो एबे आसंतु डॉक्यूमेंट कोन कोन या पई आवश्यक देखिबा। तो प्रथमे आपण मानकर जो सब डॉक्यूमेंट गुडा को मु कहिबी तार समस्त जेरॉक्स कॉपी को तोले साइन करि नेबे कारण एथिरे सेल्फ अटेस्टेड आपनकर मागुची। तो प्रथमे कोन करिवे 10 क्लास सर्टिफिकेट मार्कशीट रो जेरॉक्स तापर आपनकर +2 मार्कशीट रो जेरॉक्स। तो तापर आपनकर कंप्यूटर सर्टिफिकेट रो जेरॉक्स तापर आपनकर रेसिडेंट सर्टिफिकेट रो जेरॉक्स तापर आपनकर कास्ट सर्टिफिकेट रो जेरॉक्स तापर जदि आपण फिजिकल हैंडिकैप कैटेगरी पकाउछन तो पीएच रो सर्टिफिकेट आपण जदि एक्स सर्विसमैन कोटारे किंबा स्पोर्ट्समैन कोटारे पकाउछन तने तार सर्टिफिकेट एवं ए अप्लाई करिया पई आपण मानको एक रिसेंट कलर पासपोर्ट साइज फोटोकॉपी आवश्यक। तो वर्तमान आसीबा अप्लाई करिवार प्रोसेस उपरे जानिबा। तो आपण माने आपनकर डिस्ट्रिक्ट रो जो वेबसाइट टी को जाई आपण माने फॉर्मेट टी को डाउनलोड करि नेबे निजो डिस्ट्रिक्ट रो पीडीएफ फॉर्मेट टी को। तो सभा शेष रे 2 पेज थिबो ये एप्लिकेशन फॉर्मेट पेज एवं आ गुटे थिबो डिक्लेरेशन पेज। तो ये डिक्लेरेशन एवं एई पेज टी गुटिए पेज रे रहि जाउची कोन कोन डिस्ट्रिक्ट रे आपण मानकर अलग अलग रहउची तेणु ए डिक्लेरेशन फॉर्म आपण को दबा पई बाध्यतामूलक। तो आपण माने एई फॉर्म एटा को संबु किछि आराम से फिल अप करि परिबे किछि कष्ट नाही। तो कैंडिडेट नेम फादर्स किंबा हजबैंड को नाम जहाँ किसी आपनकर आधार कार्ड अनुसार आपने फिलअप करेंगे तापर परमानेंट एड्रेस एवं करेस्पोंडेंस एड्रेस जदि आपनकर परमानेंट एवं करेस्पोंडेंस एड्रेस समान थिबो ताले केवल डू लिखिदेबे। एठी डाहाण साइड रे आपनकर फोटोकॉपी एक कलरफुल साइज फोटोकॉपी पेस्ट कर नेबे। तो तापर आपनकर रजिस्टर्ड ईमेल आईडी गोटे दे देबे तापर मोबाइल नंबर मध्ये दे देबे तापर आपनकर कैटेगरी कोन आपन जाउचंदी एससी एसटी एससीबीसी यूआर तो एठी आपन लिखिदेबे तापर आपनकर डेट ऑफ बर्थ एठी लिखिदेबे तापर आपनकर जेंडर कोन एठी लिखिदेबे नेशनलिटी रे आपन इंडियन लिखिबे आधार नंबर टी एठी लिखिदेबे वेदर पर्सन विथ डिसेबिलिटी ईपीएस मेंशन द बेंचमार्कर डिसेबिलिटीज जदि आपन पीएच रे पकाउछन तो एठी पीएच घरे आपन माने फिलअप करबे एवं कोन प्रकार पीएच आपनकर रहिछि हियरिंग कि आपनकर विजुअल तो एठी डिटेल मेंशन टिके करि देबे। तापर आपन एक्स सर्विसमैन रे जदि पकाउथबे यस करिवे जदि पकाउनथे नो करिवे। तापर आपन जदि स्पोर्ट्समैन रे अप्लाई करूथबे तो यस करिवे नले नो करिवे। तापर एग्जामिनेशन पास रे आपन 10 केबे पास करथिले +2 केबे पास करथिले यार पासिंग लिखि देबे तापर केते मार्क रखिथिले केते सिक्योर करले परसेंटेज केते रहिला तो सब डिटेल सेठी फिलअप कर नेबे। कंप्यूटर प्रिफरेंस रे आपन कोठू करिसंती एवं यार पासिंग केबे दे देबे टोटल मार्क आपन केते दे देबे सिक्योर मार्क केते दे देबे। तापर आपनकर लैंग्वेज चूज करिया पई देइचंती तो लैंग्वेज प्रिफरेंस रे आपनकर उड़िया टी को चूज करिवे।
ଆପଣ ଏଠି ୟେସ୍ ବି ମାରିବେ ଯେ ୟୁ କ୍ୟାନ୍ ରିଡ୍, ୟୁ କ୍ୟାନ୍ ରାଇଟ୍, ୟୁ କ୍ୟାନ୍ ସ୍ପିଡ୍, ଏଠି ସମସ୍ତ ଜାଗାରେ ଟିକ୍ ଚିହ୍ନ ମାରିବେ। ତାପରେ ଡିକ୍ଲାରେସନରେ ସିଗ୍ନେଚର ଅଫ୍ କ୍ୟାଣ୍ଡିଡେଟ୍ରେ ଆପଣମାନେ ଏଠି ସିଗ୍ନେଚର କରିବେ ଏବଂ ପ୍ଲେସ୍ରେ ଆପଣଙ୍କର ଘର ଆଡ୍ରେସଟି ପକାଇଦେବେ ଏବଂ ଡେଟ୍ରେ ଯେଉଁ ଦିନ ହିଁ ଆପ୍ଲାଏ କରିବେ ସେଇ ଦିନର ଡେଟ୍ ହିଁ ଦେବେ ଏଠି। ତ ଆପଣମାନେ ଏଇ ଫର୍ମାଟଟି ଫିଲ୍ଅପ୍ କରି ଯେଉଁ ସବୁ ଡକୁମେଣ୍ଟ ଗୁଡ଼ାକ ମୁଁ କହିଗଲି ତ ସେଇ ସବୁ ଡକୁମେଣ୍ଟ ଗୁଡ଼ାକ ଆପଣମାନେ ତାକୁ ଗୋଟିଏ ଖାମ୍ ମାଧ୍ୟମରେ ପୂରେଇ ଫ୍ରମ୍ ଆଡ୍ରେସରେ ଆପଣଙ୍କର ଆଡ୍ରେସଟି ଲେଖିବେ ଏବଂ ଆପଣଙ୍କ ଆଡ୍ରେସଟି ଲେଖି ସାରିଲା ପରେ ତଳେ ମୋବାଇଲ ନମ୍ବରଟି ମେନସନ୍ କରିବାକୁ ଆପଣଙ୍କର ଭୁଲିବେ ନାହିଁ ଏବଂ ଫ୍ରମ୍ ଆଡ୍ରେସ୍ ଲେଖି ସାରିଲା ପରେ ତ ଏଇପଟରେ ଆପଣ ଫ୍ରମ୍ ଆଡ୍ରେସ୍ ଲେଖିବେ, ଏଇପଟରେ ଆପଣ ଟୁ ଆଡ୍ରେସ୍ ଲେଖିବେ। ତ ଆପଣ ଏସବୁ ଲେଖି ସାରିଲା ପରେ ସଭା ଉପରେ ଆପଣ ଏଠି ଲେଖିଦେବେ ଯେ ଆପ୍ଲିକେସନ୍ ଫର୍ ଦି ପୋଷ୍ଟ ଅଫ୍ ଗ୍ରାମ ରୋଜଗାର ସେବକ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ, ଯଦି ମୟୂରଭଞ୍ଜ ପାଇଁ ଲେଖୁଥିବେ ମୟୂରଭଞ୍ଜ, ତାପରେ ଯଦି ବାଲେଶ୍ୱର ପାଇଁ ଲେଖୁଥିବେ ବାଲେଶ୍ୱର, ଯଦି କଳାହାଣ୍ଡି ପାଇଁ ଲେଖୁଥିବେ କଳାହାଣ୍ଡି, କିନ୍ତୁ ଏଇଟା ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ତ ନ ଲେଖିଲେ ମଧ୍ୟ ଚଳିବ, କିନ୍ତୁ ଯେହେତୁ ଲେଖିବା ପାଇଁ ଏଠି କହିଛନ୍ତି ତ ଆପଣମାନେ ନିଜ ଡିଷ୍ଟ୍ରିକ୍ଟରେ ଯଦି ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ତ ଜଲ୍ଦି ଆପ୍ଲାଏ କରିନିଅନ୍ତୁ। ପୋଷ୍ଟାଲ ମାଧ୍ୟମରେ ଯଦି ଆପଣ ରେଜିଷ୍ଟ୍ରି କରିପାରିବେ, ନଚେତ ଆପଣମାନେ ସ୍ପିଡ୍ ପୋଷ୍ଟ କରିପାରିବେ। ରେଜିଷ୍ଟ୍ରି କରିବା ପାଇଁ ଆପଣମାନଙ୍କୁ 32 ଟଙ୍କା ଲାଗିବ ଏବଂ ସ୍ପିଡ୍ ପୋଷ୍ଟ କରିବା ପାଇଁ ଆପଣଙ୍କୁ 50ରୁ 52 ଟଙ୍କା ଲାଗିବ। ତ ଆପଣମାନେ ଜଲ୍ଦି ଜଲ୍ଦି ଆପ୍ଲାଏ କରିନିଅନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିବ ଶେଷରେ ପୁଣି ଥରେ ଅନୁରୋଧ ଯେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ନୋଟିଫିକେସନଟିକୁ ଅନ୍ କରିବେ।